जय जगन्नाथ ମୁଁ ମୁକ୍ତି ଆପଣ ଆଉ ଏକ ନୂତନ ବ୍ଲଗକୁ ସ୍ୱାଗତ କରୁଛି। ଆସନ୍ତୁ ବୁଲିଯିବା ଭଦ୍ରକ ଜିଲ୍ଲାର କୋଚିଳା ନାହାକାଣି ପୀଠ ଆପଣଙ୍କୁ ବୁଲେଇକି ଦେଖେଇବୁ। ଜୟ ଜଗନ୍ନାଥ। ଆଉ ଏକ ନୂତନ ବ୍ଲଗକୁ ସ୍ୱାଗତ କରୁଛି। ଆସନ୍ତୁ ବୁଲିଯିବା ଭଦ୍ରକ ଜିଲ୍ଲାର କୋଚିଳା ନାହାକାଣି ମାଙ୍କ ପୀଠ। ସାଇକେଲରେ ମଧ୍ୟ ଯାତ୍ରା। ଏହି ପୋଲଟି ଭଦ୍ରକ ଜିଲ୍ଲାକୁ କନେକ୍ଟ କରୁଛି। ସେହି କୋଚିଳା ନାହାକାଣି ଯିବାରେ ବାଟରେ ସେଇ ରାସ୍ତା ସେଇ ଦେଖନ୍ତୁ ଏପଟ କୋଚିଳା ନଦୀ ଓ ସେଇ ନାମରେ ମାଙ୍କ ପୀଠ ହେଇଛି କୋଚିଳା ନାହାକାଣି। ସେଇ ଆଉ ଅଳ୍ପ ବାଟ ରହିଲା କୋଚିଳା ନାହାକାଣି ପୀଠ। এই ଭଦ୍ରକ ଜିଲ୍ଲାରେ ଅବସ୍ଥିତ এই କୋଚିଳା ନାହାକାଣି। ଦେଖନ୍ତୁ ବୈତରଣୀର ଶାଖା ନଦୀ କୋଚିଳା ନଦୀ। ଦେଖନ୍ତୁ ଫାଇନାଲି ଆମେ କୋଚିଳା ନାହାକାଣି ପାଖରେ ପହଞ୍ଚି ଗଲୁଣୁ। ଦେଖନ୍ତୁ କଳା ଘୋଡ଼ାରେ ଧଳା ଘୋଡ଼ାରେ ଭଗବାନ ବସିଛନ୍ତି। ଦେଖନ୍ତୁ ଗେଟ୍ ସୁନ୍ଦର ଭାବରେ କାରୁକାର୍ଯ୍ୟ ହେଇଛି। ଦେଖନ୍ତୁ ଏହା ଭଦ୍ରକ ଜିଲ୍ଲାରେ ଅବସ୍ଥିତ। ଆସନ୍ତୁ ଦେଖିକି ବୁଲିକି ଯିବେ। ଦେଖନ୍ତୁ ମାଙ୍କର ସୁନ୍ଦର ଭାବରେ କାରୁକାର୍ଯ୍ୟ ହେଇଛି। ଗୋଟେ ମୂର୍ତ୍ତି ଦେଖନ୍ତୁ, ଗୋଟେ ଭଗବାନଙ୍କର ଅବତାର ଧଳା ଘୋଡ଼ାରେ ବସିଛନ୍ତି, ଏପଟରେ କଳା ଘୋଡ଼ାରେ ବସିଛନ୍ତି। ଦେଖନ୍ତୁ ସେଇ କୋଚିଳା ନାହାକାଣି ପାଖରେ ମାଙ୍କ ଚତୁଃପାର୍ଶ୍ୱର ଦୃଶ୍ୟ। ଏପଟେ ବି ମାର ବି ଆଗମନ ଏଇ କାଶତଣ୍ଡି ଫୁଲ। ଦେଖନ୍ତୁ କୋଚିଳା ନାହାକାଣି ମାଙ୍କ ପୀଠରେ ଚତୁଃପାର୍ଶ୍ୱର ଦୃଶ୍ୟ। ଏ ବଟ ବୃକ୍ଷ ବରସ୍ତର ବହୁ ପୁରାତନ ବଟ ବୃକ୍ଷ। ଏପଟେ ଦେଖନ୍ତୁ ଯଜ୍ଞ ଏଠି ଜାଗାରେ କରାଯାଏ। ଏଠି ଦେଖନ୍ତୁ ହୁଣ୍ଡି ବାକ୍ସ, ଏଠି ମାଙ୍କର ମୁଖ୍ୟ ଦ୍ୱାର। ଦେଖନ୍ତୁ ସୁନ୍ଦର ଭାବରେ ମାଙ୍କର ପ୍ରତିମୂର୍ତ୍ତି କାରୁକାର୍ଯ୍ୟ ବହୁତ ସୁନ୍ଦର ଭାବରେ ହେଇଛି। ଦେଖନ୍ତୁ କଳା ଘୋଡ଼ା ଧଳା ଘୋଡ଼ା। ଦେଖନ୍ତୁ ଏପଟରେ ସୁନ୍ଦର ଭାବରେ ମାଙ୍କ ମଧ୍ୟରେ ରାଧାକୃଷ୍ଣଙ୍କର ମୂର୍ତ୍ତି କାରୁକାର୍ଯ୍ୟ ବହୁତ ସୁନ୍ଦର ଭାବରେ ହେଇଛି। ଲକ୍ଷ୍ମୀଙ୍କ ମୂର୍ତ୍ତି ଏବଂ ଶିବଙ୍କ ଲିଙ୍ଗ। ମା ସରସ୍ୱତୀଙ୍କର ମୂର୍ତ୍ତି ବହୁତ କାରୁକାର୍ଯ୍ୟ ହେଇଛି। ମା କାଳୀଙ୍କର ମୂର୍ତ୍ତି ସୁନ୍ଦର ଭାବରେ ଦେଖନ୍ତୁ ମାଙ୍କର ମୂର୍ତ୍ତି ବହୁତ ସୁନ୍ଦର ଭାବରେ କାରୁକାର୍ଯ୍ୟ ହେଇଛି। ଅବତାର ମାଙ୍କର ଅବତାର ଦେଖନ୍ତୁ। ଦେଖନ୍ତୁ ମାଙ୍କର ଅବତାର, ମାଙ୍କ ଅବତାର ଦେଖନ୍ତୁ। ଦେଖନ୍ତୁ ଏପଟେ ଜଙ୍ଗଲ ଭଳି ଦେଖାଯାଉଛି। ମାଟି ଘୋଡ଼ା ସବୁ ମାଙ୍କ ପାଖରେ ସବୁ ପଡ଼ିଛି। ମାଙ୍କ ପାଖରେ ମଧ୍ୟ ବହୁତ ମାନସିକ ପୂର୍ଣ୍ଣ ହୋଇଥାଏ। ଏ କୋଚିଳା ମାଙ୍କ ପାଖରେ ଦେଖନ୍ତୁ ମାଙ୍କର ପୀଠ ମା କୋଚିଳା ନାହାକାଣି। ଏଠି ମଧ୍ୟ ବହୁତ ମାନସିକ ପୂର୍ଣ୍ଣ ହୋଇଥାଏ। ଏଠି ସବୁ ବାନ୍ଧିଥାନ୍ତି ମାନସିକ ପୂର୍ଣ୍ଣ କରିବା ପାଇଁ। ଏପଟେ ଦେଖନ୍ତୁ ପ୍ରବଳ ମାଟି ଘୋଡ଼ା ମାନସିକ ପୂର୍ଣ୍ଣ ପାଇଁ ଦେଇଥାନ୍ତି। ମାଟି ଘୋଡ଼ା ବହୁତ ପୁରାତନର ବଟ ବୃକ୍ଷ ଦେଖନ୍ତୁ। ଦେଖନ୍ତୁ ମାଙ୍କୁ
ମାଙ୍କର ଏଠି ଦେଖନ୍ତୁ ମାଙ୍କ ମୁଖ୍ୟ ଦ୍ୱାର। ଏପଟରେ କଳା ଘୋଡ଼ା ଧଳା ଘୋଡ଼ା ମୂର୍ତ୍ତି ହୋଇଛି। ଦେଖନ୍ତୁ ସୁନ୍ଦର ଭାବରେ କାରୁକାର୍ଯ୍ୟ ହେଇଛି। ଦେଖନ୍ତୁ ମାଙ୍କର ଅବତାର। ଦେଖନ୍ତୁ ସୁନ୍ଦର ଭାବରେ କାରୁକାର୍ଯ୍ୟ ହେଇଛି।